ଅଦଳ ବଦଳ ଗୋଟେ ବିଷୟ ଯେଉଁଟା ମଣିଷ ତାର ଦୈନନ୍ଦିନ ଜୀବନରେ ମଧ୍ୟ ବହୁ ସମୟରେ କରିଥାଏ। ତେଣୁ ଯେତେବେଳେ ମଣିଷ ନିଜର ଦୈନନ୍ଦିନ କାମରେ 5ଟା ପରିବର୍ତ୍ତନ ଆଣୁଛି ସେତେବେଳେ ଦଳ ଏବଂ ସରକାର ପରିବର୍ତ୍ତନ ଆଣିବେ ଏଥିରେ କିଛି ଅସ୍ୱାଭାବିକତା ନାହିଁ। ତେଣୁ 12 ବର୍ଷ ପୂର୍ତ୍ତି ହୋଇଗଲା କେନ୍ଦ୍ର ସରକାରଙ୍କର, ଓଡ଼ିଶା ସରକାରଙ୍କ ମଧ୍ୟ 2 ବର୍ଷ ପୂର୍ତ୍ତି ହୋଇଗଲା। ଏବେ 2 ବର୍ଷ ପୂର୍ତ୍ତି ଏବଂ 12 ବର୍ଷ ପୂର୍ତ୍ତିକୁ ନେଇକରି ଯେଉଁ କାର୍ଯ୍ୟକ୍ରମ ମାନେ ଆମେ କରୁଛୁ ଆମର ପ୍ରୋଗ୍ରେସ୍ ରିପୋର୍ଟ ନେଇକରି ଲୋକଙ୍କ ପାଖକୁ ଯାଉଛୁ। ଆମେ ପ୍ରୟାସ କରୁଛୁ ଯେ ଗଣତନ୍ତ୍ରକୁ ଏକ ନୂଆ ପରିଭାଷା ଦେବା ପାଇଁ ଏବଂ ସରକାରଙ୍କୁ ଉତ୍ତରଦେହି କରିବା ପାଇଁ। ଯେମିତି ପାଠ ପଢ଼ିଲା ସମୟରେ ଛାତ୍ର ଥିଲାବେଳେ ଶିକ୍ଷକମାନେ ଆମର ମୂଲ୍ୟାଙ୍କନ କରନ୍ତି, ଗଣତନ୍ତ୍ରରେ ମଧ୍ୟ ସାଧାରଣ ଭୋଟରଟା ମଧ୍ୟ ସରକାରର କାମର ମୂଲ୍ୟାଙ୍କନ କରେ। ସେହି ବିଚାରଟାକୁ ଆଗକୁ ନେବା ପାଇଁ ଆମେ ଲୋକଙ୍କ ପାଖକୁ ଯାଉଛୁ ଏବଂ ଆମର ପ୍ରୋଗ୍ରେସ୍ ରିପୋର୍ଟ ନେଇକରି ତାଙ୍କୁ ଦେଖାଉଛୁ। ତାଙ୍କର ମୂଲ୍ୟାଙ୍କନ ପାଇଁ ଆମେ ନିବେଦନ କରୁଛୁ। ଯେତେ ମାର୍କା ସେମାନେ ଦେବେ ତାକୁ ନମ୍ରତାର ସହିତ ଗ୍ରହଣ କରିବୁ। ଯେତେ ମାର୍କା ଦେବେ ତାଠାରୁ ଅଧିକ ମାର୍କା ଆଗାମୀ ବର୍ଷ ଆଣିବା ପାଇଁ ପ୍ରୟାସ କରିବୁ। ସେ ଭିତରେ ରହିଲା ଯେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କେବେ ହେବ। ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣର ପ୍ରମୁଖ ଦାୟିତ୍ୱ ହେଉଛି କେନ୍ଦ୍ରରେ ପ୍ରଧାନମନ୍ତ୍ରୀ, କେନ୍ଦ୍ର ସରକାର ପାଇଁ, ରାଜ୍ୟରେ ମୁଖ୍ୟମନ୍ତ୍ରୀ, ତାଙ୍କର ପ୍ରେରୋଗେଟିଭ୍ ଏଇଟା। ତେଣୁ ଯେଉଁଠି ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କର ପ୍ରେରୋଗେଟିଭ୍ ବିଷୟ, ସେ ବିଷୟରେ ମୁଁ କାହିଁକି ଟିପ୍ପଣୀ ଦେବି ଆଉ ଆପଣମାନେ ମଧ୍ୟ କାହିଁକି ଆତୁର ହେଉଛନ୍ତି ଇଏ ବିଷୟକୁ ଜାଣିବା ପାଇଁ। ଯେବେ ହେବ ପ୍ରଥମେ ଯଦି କିଏ ଜାଣିବ ଦେଶରେ ଏବଂ ରାଜ୍ୟରେ ସେଟା ହେଉଛି ଗଣମାଧ୍ୟମ ଚତୁର୍ଥ ସ୍ତମ୍ଭ ଜାଣିବ। ଦେଖନ୍ତୁ 6ଟା ପଦ ଆପଣମାନଙ୍କୁ ମୁଁ ଖାଲି ଟିକେ ବତେଇ ଦେଉଛି ଯେ 21ଟା ପଦ ମନ୍ତ୍ରୀ ପଦ ଅଛି। ଏଇଟା କେଉଁଠି ଲେଖା ହେଇଛି? ପ୍ରକୃତରେ ମନ୍ତ୍ରୀ ପଦ କେତେଟା ହେବ ତାର କୌଣସି ମାପଦଣ୍ଡ ନାହିଁ। ଅତୀତରେ କ'ଣ ହେଉଥିଲା, ଅତୀତରେ ଗୋଟେ ଗୋଟେ ଛୋଟ ରାଜ୍ୟରେ ମଧ୍ୟ ସରକାର କଲା ବେଳକୁ ଆବଶ୍ୟକତା ଠାରୁ ଅଧିକ ମନ୍ତ୍ରୀ ପଦ ଦେଉଥିଲେ। 50ଟା ବିଧାୟକ ଅଛନ୍ତି, 35 ଜଣ ମନ୍ତ୍ରୀ। ଏହାକୁ ରୋକିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଲେ ଯେ ରାଜ୍ୟର ବିଧାନସଭା ଏବଂ କେନ୍ଦ୍ରରେ ଲୋକସଭାର ଯେଉଁ ସଂଖ୍ୟା, ମନ୍ତ୍ରିମଣ୍ଡଳର ସଂଖ୍ୟା 15%ରୁ ଅଧିକ ହେବ ନାହିଁ। ସେ କ୍ରମରେ ଆମର ଭାଗରେ ପଡ଼ିଲା ଯେହେତୁ 147ଟା ଆମର ବିଧାୟକଙ୍କର ସଂଖ୍ୟା, ତେଣୁ 15% କହିଲେ 21 ସଂଖ୍ୟାରୁ ଅଧିକ ହେବ ନାହିଁ। କିନ୍ତୁ 21ଟା ମନ୍ତ୍ରୀପଦ ବୋଲିକରି କୌଣସି ସମ୍ବିଧାନରେ ଲେଖା ହେଇନାହିଁ। ମନ୍ତ୍ରୀପଦ 15%ରୁ ଅଧିକ ହେବନି। ଏଇଟା ହେଉଛି ସୁପ୍ରିମକୋର୍ଟର ଆଦେଶ ଏବଂ ଭାରତ ସରକାରଙ୍କର ନିୟମ। ତେଣୁ ପଦ ଏତିକିଟା ଅଛି ବୋଲି ନାହିଁ। ପଦ କମ୍ ଥିଲେ ବି ଚାଲିବ, ସରକାର ପଦ 15% ହେଲେ ବି ଚାଲିବ, 14% ହେଲେ ବି ଚାଲିବ, 13% ବି ଚାଲିବ। 2 ବର୍ଷ ଚାଲିଲାଣି, ଭଲ ଭାବରେ ଚାଲିଲାଣି। ହଁ, ରହିଲା କଥା ଯେ ଯେହେତୁ ଆମ ପାଖରେ ଆହୁରି 5-6ଟା ପଦ ଅଛି, ସେଇଟା ପୂରଣ କରିବାର ଦାୟିତ୍ୱ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର। ଜାତୀୟ ଦଳ ଆମେ, ତେଣୁ ଯେଉଁଟା ବି ହେବ ପ୍ରଦେଶର ସଂଗଠନ, ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରୀୟ ନେତୃତ୍ୱ ଏ ବାବଦରେ ଆଲୋଚନା କରିକରି ଶେଷ ନିଷ୍ପତ୍ତି ନେବେ। सर स्वास्थ्य मित्र मैंने विभिन्न धारणा बच्चे सरकार चिंता करना जुलाई से छटे चिंतित अच्छा नहीं। देखो जी भी आंदोलन करू, आंदोलनटा समाज रे होची एक सांविधानिक अधिकार। समस्या निकरी आंदोलन न हो तो कौन हम, किंतु आमर सरकार एक संवेदनशील सरकार। जो लोक आंदोलन को ओह्लौची कौन ना कौन कारण ताकू प्रेरित करुच्ची आंदोलन करने आमे सेमानकर दाबी बाबद सचेतन अच्छु, ताकू मध्य विचार करुचु एवं तार बाबद विहित कार्यानुष्ठान आम ग्रहण करूँ। किंतु सेमानकु आमर अनुरोध जे तांकर दाबी बाबद आम सचेतन अच्छु एवं आपको तार बाबद ठीक समय ठीक निष्पत्ति हेबो। आंदोलन रु विरत होंतु, जो काम तांकु दिया हिची सेही काम रे मनोनिवेश करंतु। कांग्रेस विजेड अनेक नेता जोगाजोग आलोचना करा जाउछि कि एकार जो क्रॉस वोटिंग करथिले सेमाने दल बीजेपी से मिसिबे चर्चा मध्ये होछि, तांको दल ग्रहण करबे जाय। देखंतु आज परा डॉक्टर श्यामा प्रसाद मुखर्जी आज होछि पुण्यतिथि। एबे आमे पार्टी ऑफिस रे मध्ये तांकर पुण्यतिथि पालन करूछु।
ଭାରତୀୟ ଜନତା ପାର୍ଟି ହେଉଛି ଏଭଳିଆ ଗୋଟେ ପାର୍ଟି ଯେଉଁ ପାର୍ଟିର ମାଲିକ ହେଉଛନ୍ତି ସାଧାରଣ ଜନତା। এটা ବ୍ୟକ୍ତି କେନ୍ଦ୍ରିକ ପାର୍ଟି ନୁହଁ କିମ୍ବା ଉତ୍ତରାଧିକାରୀ ସୂତ୍ରରେ ବାପ ପରେ ପୁଅ ପୁଅ ପରେ ନାତି ପାଇବେ ଏ ପାର୍ଟି ନୁହଁ। କଂଗ୍ରେସ ପାର୍ଟିରେ କ'ଣ ଗୋଟେ ନିର୍ଦ୍ଦିଷ୍ଟ ପରିବାରର ପାର୍ଟି ହେଇଗଲା। ବିଜୁ ଜନତା ଦଳ କ'ଣ ଗୋଟେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କର ପାର୍ଟି ଥିଲା। ଏଆଇଏଡିଏମକେ, ଡିଏମକେ, ଟିଏମସି, ସମାଜବାଦୀ ପାର୍ଟି ଏସବୁ କ'ଣ? ଏସବୁ ହେଉଛି ବ୍ୟକ୍ତି କେନ୍ଦ୍ରିକ ପାର୍ଟି। ଗୋଟେ ବ୍ୟକ୍ତି ପରେ ତାଙ୍କର ଉତ୍ତରାଧିକାରୀ ଦଳର ମାଲିକ ହୁଅନ୍ତି। ଇଏ ପାର୍ଟିରେ ଦେଖନ୍ତୁ ସାଧାରଣ କାର୍ଯ୍ୟକର୍ତ୍ତା ମଧ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆଜି ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ମୁଖ୍ୟମନ୍ତ୍ରୀ, ଜଣେ ତୃଣମୂଳ ସ୍ତରରେ କାମ କରୁଥିବା କାର୍ଯ୍ୟକର୍ତ୍ତା ଆଜି ଦେଶର ପ୍ରଧାନମନ୍ତ୍ରୀ। ତେଣୁ ଏ ସମାଜର ପାର୍ଟିଟା ଯିଏ ଆସିବ ଆସିବ, ସମସ୍ତଙ୍କ ପାଇଁ ଏ ପାର୍ଟିରେ ଜାଗା ଅଛି। କିନ୍ତୁ ଏ ପାର୍ଟିକୁ ଧର୍ମଶାଳା ଭାବନ୍ତୁ ନାହିଁ। ଦରକାର ପଡ଼ିଲେ ଆସିଲ, ଦରକାର କାମ ସରିଗଲେ ପଳେଇଲ। ଇଏ ପାର୍ଟି ଲମ୍ବା ସମୟ ପର୍ଯ୍ୟନ୍ତ ସମାଜର ପ୍ରତି ନିଷ୍ଠା ଏବଂ ପ୍ରତିବଦ୍ଧତା ରଖିକରି କାମ କରିବାର ପାର୍ଟି। ଏଠି ମିଳିବା ପାଇଁ ଯଦି ଆସିବ ବେଲେ ପଶ୍ଚାତାପ କରିବାର ପୁରା ସମ୍ଭାବନା ଅଛି। କିଛି ଆଶା ନ ନେଇକରି ଆସ, ସମାଜ ପାଇଁ କାମ କର, ପାର୍ଟି ବାବଦରେ ତୁମେ ଚିନ୍ତା କର, ତୁମର ବାବଦରେ ପାର୍ଟି ଚିନ୍ତା କର। କିନ୍ତୁ ସେ 11 ଜଣ ବିଧାୟକ ବର୍ତ୍ତମାନ କିଛି ତାଙ୍କର ପାର୍ଟି ନାହିଁ, ସେମାନେ ଯାହା ଚର୍ଚ୍ଚା ହେଉଛି ବିଜେପିରେ ସାମିଲ ହେବେ। ଚର୍ଚ୍ଚା ହେଉଛି ଜାତୀୟ ସ୍ତରରେ ବି ହେଉଛି ବିଭିନ୍ନ ଜାଗାରେ, ବିଧାୟକ ମାନେ ଆଗ୍ରହ ପ୍ରକାଶ ଦେଖନ୍ତୁ ସେ ଭିତରେ ଯେଉଁ 11 ଜଣଙ୍କର ଆପଣମାନେ ଚର୍ଚ୍ଚା କରୁଛନ୍ତି ସେମାନଙ୍କର ଭିତରୁ ବହୁତ ଜଣଙ୍କୁ ମୁଁ ଜାଣିଛି। ସେଥିରେ ବହୁତ ଭଲ ଜନପ୍ରତିନିଧି ମଧ୍ୟ ଅଛନ୍ତି, କନିଷ୍ଠ ଜନପ୍ରତିନିଧିମାନେ ମଧ୍ୟ ଅଛନ୍ତି ବିଧାନସଭାରେ ଏବଂ ବିଧାନସଭାର ବାହାରେ। ସେମାନଙ୍କର କାର୍ଯ୍ୟ ମୁଁ ଦେଖୁଛି। ତେଣୁ ସେମାନଙ୍କର ଭିତରୁ ବହୁତ ଜଣ ଅଛନ୍ତି ଯେଉଁମାନେ ଭାରତୀୟ ଜନତା ପାର୍ଟିକୁ ଆସିଲେ ସେମାନଙ୍କର ବି ମଙ୍ଗଳ ହେବ ଏବଂ ଭାରତୀୟ ଜନତା ପାର୍ଟିର ମଧ୍ୟ ଅଭିବୃଦ୍ଧି ହେବ। କାଲି ପରୀକ୍ଷା ଆଲୋଚନା କରିଛନ୍ତି, ଗୋଟେ ଦିନ ଯଦି ପରୀକ୍ଷା ଦିଆଯିବ ଚର୍ଚ୍ଚା ଶିକ୍ଷା ବିଭାଗ ସାଙ୍ଗେ ମୋର କଥାବାର୍ତ୍ତା ହେଇଛି। ଆର୍ଆଇ ଅମିନ ପରୀକ୍ଷାଟା এটা ଶେଷ ପର୍ଯ୍ୟାୟ ପରୀକ୍ଷା। 16,000 କେତେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। এটা 28 ତାରିଖରେ ହେବ ଏବଂ ଶିକ୍ଷା ବିଭାଗର ଯେଉଁ ପରୀକ୍ଷା ହେବା କଥା ମୋର କଥାବାର୍ତ୍ତା ହେଇଛି ତାକୁ ସେମାନେ ଅନ୍ୟ ଗୋଟେ ଡେଟ୍କୁ ଘୁଞ୍ଚେଇବେ।